କହିଥିଲେ ନା ଆମ ସରକାରକୁ ଆସିନେ ଭତ୍ତା ଦେମୁ 300 ୟୁନିଟ୍ ବିଦ୍ୟୁତ ଛାଡ଼ କରିମୁ ମଦ ବନ୍ଦ କରିମୁ। ଆଜ୍ଞା ମଦ ବନ୍ଦ ହେବା ପରିବର୍ତ୍ତେ ମଦ ଦୋକାନ ଅଧିକା ଆମର ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଖୋଲୁଛନ୍ତି। ଆଜ୍ଞା ନାରାୟଣ ଚନ୍ଦ୍ର ନାୟକ ଜଣେ ଶ୍ରମିକ ନେତା। ଆଜ୍ଞା ମୁଁ ସେଇ କଥାଟା ଆପଣଙ୍କୁ କହିବି ଯେଉଁ ନାରୀମାନଙ୍କୁ ସଶସ୍ତ୍ରୀକରଣ କରିବା ପାଇଁ ମୋହନ ମାଝୀ ସରକାର ବିଜେପି ସରକାର ଏଇ 25 ମାର୍ଚ୍ଚ ଏଇ 8 ତାରିଖ ମହିଳା ଦିବସରେ ଦେଇଥିଲା ଟଙ୍କା। ଏ ମହିଳା ଦିବସରେ ଦେଲେ କେତେ ମୋହନ ମାଝୀ ମହୋଦୟ 5,000 ଲେଖାଏଁ ସୁଭଦ୍ରା ପ୍ରଦାନ କଲେ କେତେ ଜଣକୁ 1,02,16,625 ଜଣ ହିତାଧିକାରୀଙ୍କୁ ସେ ଟଙ୍କା ଦେଲେ। ଆଜ୍ଞା ମୁଁ ସେଇ କଥା ଆପଣଙ୍କ ମାଧ୍ୟମରେ ଜାଣିବାକୁ ଚାହୁଁଛି ଓଡ଼ିଶାର ହେଉ ଏ ଦେଶର ନାରୀମାନେ କେତେବେଳେ ସଶକ୍ତିକରଣ ନଥିଲେ କି? ଦେଖନ୍ତୁ ଆଜ୍ଞା ଇଏ ତ ଟଙ୍କା ଦେଇକି ତାଙ୍କୁ ସାହାଯ୍ୟ କରି ଉନ୍ନତି କରିବା ଚିନ୍ତା କରୁଛନ୍ତି। ପୂର୍ବରୁ ଏକଥା ସରିଛି ସ୍ୱାଧୀନତା ବେଳେ ବି ମହାତ୍ମା ଗାନ୍ଧୀ ସ୍ୱରାଜ ଆଶ୍ରମରେ ବି ମହିଳାମାନେ ତାଙ୍କ ପାଖରେ ଥିଲେ ଝିଅମାନେ ଯେଉଁଥିପାଇଁ ମହାତ୍ମା ଗାନ୍ଧୀକି ସମାଲୋଚନା ହେବାକୁ ପଡ଼ିଥିଲା। ମହାତ୍ମା ଗାନ୍ଧୀ କହିଲେ ନାରୀ ଶକ୍ତି ଯାଇ ଶକ୍ତି କିଛି ନାହିଁ ଭାରତୀୟମାନେ ନାରୀ ଶକ୍ତିକୁ ବେଶୀ ଭଲ ପାଆନ୍ତି। କରବା ମୋର ଆନ୍ଦୋଳନରେ ବି ଯେତେବେଳେ ଆମର ମହାତ୍ମା ଗାନ୍ଧୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜବାହରଲାଲ ନେହେରୁ ଆଗ ଧାଡ଼ିର ନେତାମାନଙ୍କୁ ଇଂରେଜ ସରକାର କରବା ମୋର ଆନ୍ଦୋଳନ ଜେଲରେ ପୁରେଇ ଦେଲା। ଆମର ବିଜୟଲକ୍ଷ୍ମୀ ପଣ୍ଡିତଙ୍କ ନେତୃତ୍ୱରେ ମହିଳାମାନେ କରବା ମୋର ଆନ୍ଦୋଳନକୁ କାର୍ଯ୍ୟକାରୀ ରଖି ସକ୍ସେସ୍ କଲା ଦ୍ୱାରା ଇଂରେଜ ଭାରତ ଛାଡ଼ିଲା। ଆଜ୍ଞା ମହିଳାମାନେ ସଦାବେଳେ ଏ ଦେଶର ସଶକ୍ତିକରଣ। ତାପରେ ଆଜ୍ଞା ଆପଣ କହୁଛନ୍ତି ଥରେ ଇନ୍ଦିରା ଗାନ୍ଧୀ କହିଲେ ନାରୀମାନେ ଶିକ୍ଷିତ ହେବାଟା ଉଚିତ। ସାମ୍ବାଦିକମାନେ ପ୍ରଶ୍ନ କଲେ ଯେ ଆପଣ ଜଣେ ମହିଳା ବୋଲିକି ମହିଳାମାନେ ଶିକ୍ଷିତ ହେବା ପାଇଁ ଚାହୁଁଛନ୍ତି। ଇନ୍ଦିରା ଗାନ୍ଧୀ କହିଲେ ନା ନା ମୁଁ ମହିଳା ବୋଲିକି ନୁହଁ ମହିଳାମାନେ ଘର ଦାୟିତ୍ୱ ବୁଝୁଛନ୍ତି ରୋଜଗାର କେତେ ଖର୍ଚ୍ଚ କେତେ ସବୁର ହିସାବ ଜଣେ ଯଦି ମହିଳା ଶିକ୍ଷିତ ହୁଏ ସେ ଘରର ହିସାବ ଅନୁଯାୟୀ ରୋଜଗାର ଅନୁଯାୟୀ ଖର୍ଚ୍ଚ କରିବ ଆଉ ଭବିଷ୍ୟତ ଚିନ୍ତା କରିବ। ଏକଥା ଇନ୍ଦିରା ଗାନ୍ଧୀ ବି କହିଥିଲେ। ତାପରେ ଆପଣ ଦେଖନ୍ତୁ ଇନ୍ଦିରା ଗାନ୍ଧୀ ସରକାର ସମୟରେ ଓଡ଼ିଶାର ଜାନକୀ ବଲ୍ଲଭ ପଟ୍ଟନାୟକ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ଏମ୍ଆର୍ ଯୋଜନାରେ ଯେଉଁମାନେ ମେଟ୍ରିକ୍ ପାସ୍ କରିଛନ୍ତି କିମ୍ବା ଗ୍ରାଜୁଏଟ୍ ପାସ୍ କରିଛନ୍ତି ସମସ୍ତଙ୍କୁ ଲୋନ୍ ସାଂକ୍ସନ୍ କଲେ। ଯିଏ ଯାହା କରିବ ବ୍ୟାଙ୍କରୁ ଲୋନ୍ ନେଇକି କରିବ। ଆଜ୍ଞା ତାପରେ ଆଜ୍ଞା ଆଇଲେ କି ନବୀନ ବାବୁ ଗୋଟେ ମିଶନ ଶକ୍ତି କଲେ 5 ଲକ୍ଷ ଟଙ୍କା ଲେଖା ଗୋଟେ ଗ୍ରୁପକୁ ଦେଲେ। ତାପରେ ଆଜ୍ଞା ମୋହନ ମାଝୀ ଗୋଟେ ବର୍ଷ ଭିତରେ 4 କିସ୍ତିରେ ତାଙ୍କୁ 20,000 ଟଙ୍କା ପାଇଲେ। ଆଜ୍ଞା ଗୋଟେ ବର୍ଷକ ଭିତରେ 5,000 4 ଥର ଯେଉଁ ମୋହନ ମାଝୀ ମହୋଦୟ ଦେଲେ ସେଥିରେ କେଉଁ ମହିଳା ଆଜ୍ଞା ଉନ୍ନତି କରିବ 5,000 ଟଙ୍କାରେ? ବର୍ଷକରେ 20,000 ଟଙ୍କା ଦେଲେ ସେ କି ବେପାର କରୁଥିବ ଆପଣମାନେ ବିଚାର କରନ୍ତୁ। ଇଏ ଗୋଟେ ଲୋକଙ୍କର ମୂଳ ଯେଉଁ କଥା ବିଜେପି କହିକି ସରକାରକୁ ଆସିଥିଲା ତାକୁ ଏଇ ଯେଉଁ ଲୋକମାନଙ୍କର ମନକୁ ତାଙ୍କର କଥାକୁ ଭୁଲେଇବା ପାଇଁ ଆମକୁ ଯେଉଁ କଥା କହି ଭୋଟ ନେଇଥିଲେ ସେ ଲୋକମାନଙ୍କ ମତକୁ ଦୂରୀକରଣ କରିବା ପାଇଁ କଥା କରୁଛନ୍ତି। ଆଜ୍ଞା ଦେଖନ୍ତୁ ବିଜେପି ସରକାର ସେ ନରେନ୍ଦ୍ର ମୋଦି ମୋହନ ମାଝୀ କହିଥିଲେ ନା ଆମ ସରକାରକୁ ଆସିନେ ଭତ୍ତା ଦେମୁ 300 ୟୁନିଟ୍ ବିଦ୍ୟୁତ ଛାଡ଼ କରିମୁ ମଦ ବନ୍ଦ କରିମୁ। ଆଜ୍ଞା ମଦ ବନ୍ଦ ହେବା ପରିବର୍ତ୍ତେ ମଦ ଦୋକାନ ଅଧିକା ଆମର ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଖୋଲୁଛନ୍ତି। ଆଜ୍ଞା 30 ୟୁନିଟ୍ ଦେଲେ ବରଂ ଟାଟା କମ୍ପାନୀ ଆମ ଉପରେ ଜୁଲୁମ କରୁଛି। ଆଜ୍ଞା 60 ବର୍ଷରୁ 80 ବର୍ଷ 3,000 ଟଙ୍କା ଆଜି ପର୍ଯ୍ୟନ୍ତ ଦେଲେ। ଲୋକମାନଙ୍କ ଜନମତକୁ ଯେଉଁ କଥା କହିକି ସେ ଆଜ୍ଞା ଭୋଟ ନେଇଥିଲେ ସରକାର ଗଢ଼ିଥିଲେ ସେ ଜନମତକୁ ବିଭ୍ରାଟ କରିବା ପାଇଁ ସିଏ ଆଜ୍ଞା ଏଇ ଯେଉଁ ସୁଭଦ୍ରା ଯୋଜନା ବର୍ଷକରେ 4 କିସ୍ତିରେ 20,000 ଟଙ୍କା ଦେଇଛନ୍ତି। ଇଏ ଆଜ୍ଞା ସରକାର ଏ ଯେଉଁ ବିଜେପି ସରକାର ଲୋକମତକୁ ବିଭ୍ରାଟ କରିବା ପାଇଁ ଆଜ୍ଞା ଏ କଥା କହୁଛି। ତା ଆଉ ପରେ ମୁଁ ଆଜ୍ଞା କହୁଛି ଯଦି ନାରୀମାନଙ୍କୁ ସଶକ୍ତିକରଣ ପାଇଁ ନାରୀମାନଙ୍କୁ ଯଦି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏତେ ସମ୍ମାନ ଦେଉଛନ୍ତି ମୁଁ ମୋହନ ଚରଣ ମାଝୀକି ଆପଣଙ୍କ ମାଧ୍ୟମରେ ପଚାରୁଛି ମୋହନ ଚରଣ ମାଝୀ ଏ 2 ଦିନ ତଳେ ଏ ଯେଉଁ ବିଧାନସଭାରେ ଯେଉଁ ପ୍ରଶ୍ନର ଉତ୍ତର ଦେଇଥିଲେ ସେଇ କଥା କହୁଛି। ମୋହନ ଚରଣ ମାଝୀ ବିଧାନସଭାରେ ଉତ୍ତର ଦେଇଥିଲେ ବର୍ଷକରେ 13,262 ଯୌନ ନିର୍ଯାତନା 2,996 ଦୁଷ୍କର୍ମ 7,382 ଅସଦାଚରଣ 145 ଯୌତୁକ ନିର୍ଯାତନା। ଆଜ୍ଞା ମହିଳାମାନେ କେଉଁ ଅବସ୍ଥାରେ ଅଛନ୍ତି? ମୋହନ ମାଝୀ କହୁଛନ୍ତି 5,000 ଟଙ୍କା ଦେଇକି ସ୍ୱାବଲମ୍ବୀ ହେବା ପାଇଁ। ଆଜ୍ଞା ଏଇ ଯେଉଁ କଥା ମୁଁ ଆପଣଙ୍କ ଆଗରେ କହିଲି ମହିଳାମାନେ ବର୍ତ୍ତମାନ ଅସୁରକ୍ଷିତ ସେମାନେ ମଣିଷ। ଆଜ୍ଞା ଆମେରିକା ରାଷ୍ଟ୍ରପତି କହୁଛି ଓଡ଼ିଶାରେ ମହିଳାମାନେ ସୁରକ୍ଷିତ ନୁହନ୍ତି।
चाहिँ आज्ञा लज्जाजनक कथा कौन अच्छी मुझे माध्यमरे कहवाक चाहूँगी कांग्रेस अमलू एमआर समस्ते बेकारी दूरीकरण भी लोन दिहला नवीन बाबू भी लोन दौले आपण सुभद्रा टका दौन ठीक अच्छे किंतु महिला माने तो सुरक्षित नुहत असुरक्षित से मैंने आगे व्यवसाय कौन करेंगे महिला माने रास्ता जाऊन यही जो सुभद्रा यही जो महिला दिवस दिन भुवनेश्वर गोटे झील को जड़े लोक गोटे ये जो लजरे ताकू 4 घंटा धरी पिटिला तापर से जहाँ जीवन बेले खसिक जापर थाना पहुँचला से लोक अरेस्ट हो तेणु आप चिंता करूँ विश्व महिला दिवस जन राजधानी भुवनेश्वर रे गोटे जड़े टोका गोटे झील को 4 घंटा गोटे घरे पूरे बाड़ेला से थाना को गला पर जहाँ बंचीगला रक्षा पाइला जे ओडिशा बर्तमान महिला मान जो निर्यातना होची ताकू आज्ञा मोहन माझी सरकार वर्षकर केते कौन घटी से तो विधानसभा उत्तर देते महिला मानक आगे सुरक्षा दिंतु सुभद्रा योजना देले आम देले मना करूनु किंतु जोटी महिला माने रास्तार जीवाकू बर्तमान सशास ना ओडिशा सेठी आपण सुभद्रा योजना दे लोकों मत बदलिया जो चेष्टा करुँचा हास्यास्पद कथा तेणु तुरंत महिला मानक जी भल पाँच ओडिया जातिर गौरव जो महिषी महिला माने तांकर सुरक्षा आगे मुख्यमंत्री मोहन चरण माझी ग्रहण करंतु।